एक काल्पनिक है। अगर किसी के साथ ये संयोग लगता है तो उसको संयोग समझिए और दिल पे मत लीजिए। ये जागरूकता लाने के लिए एक प्रयास है। धन्यवाद। कुआरे गला पिलाटा एपर्यंत तार देखा नहीं। ए बापुनी कुआरे अछु जल्दी आ। हाँ बापा मु आसुची। ओरे बापा ए तो कोन पा चिल्लौछ? चिल्लेइनी अरे सातरा बाजिलानी तमे दी जणा कर देखा नहीं। से बालुवाटा कोन गला कहलु? किए भाई? हां से बालुवाटा कथा कहूची। अरे भाई पूरा सोईछ बापा। अरे आज पूरा राखी पूर्णमी पिलाटा एपर्यंत उठेनी। जाओ लोग बालुवाटा डाकी जाई मजा। ओहो बापा तुम सब बड़े भाई पर काई केमती रागुछ कहिलो? कौन कहलु रे बाबा तू रागु छी तो मु जानिनु रे बाबा तमे एड़ी की पकट बकट के हेतला तम मां भीतर साथरे आरो भाई को छली गला सही मिलतो हम को भाई के कही हेरो तो कही आज तू कहू कोना सब संगुलिया ओहो बापा फिर मन दुख बोलनी नहीं रे बाबा पापा आई पिला पर केबे कोन मन दुख करी करे। ठीक अछि आज राखी को नहीं ता भाई की राखी रखी आछो मु टिके पिलर लागी पिलर कोन की जे हेछि फसल केमते कहछि आ देखा देखी करी आछी हला से बालुवाटी के बुझा बुझी करिवो से फैक्ट्री दिबो आज राखी को नहीं हला। ठीक अछि बापा मु भाई को उठौछि जाई। ठीक अछि आसुती मा भाई ए भाई अरे उठ। कौन है? अरे उठ। अरे काई आरो बोल तू जा मो उसे काई नहीं बोल। अरे सकाळ 7टा बाजलानी पुरा तू उठ। अरे सातुरा हे साडे तू प्लान ची पुरा उठ नो। ए भाई अरे आज पूरा राखी पूर्णमी। ओहो तू काठी की आसिले तो मुझे राखी बांधि। आज राखी होनी हां तो सही करेला कोन फोन कर सातुरा तो जी आ 10 मिनिट के टाइम दे होला काउ तो सही। अरे मु जमा सुनी कोई बात नहीं। ओहो बेलासी केतले देखुछ तो 7टा बाजलानी पुरा। हो तो जा तू चाले ऊपर गाते ही जाऊ छ तो जल्दी आसी कि तू जा तू ना मरो जा 10 मिनिट के गाते ही जाऊ तो जल्दी आसी। अरे तू जा उनको पकड़ कर ले जाओ बोलो जा मार लेफ्ट राइट डाउन मार चार्ज सरीगला मोबाइल। ओहो कौन करी? हाँ चार्जर लेफ्ट राइट डाउन मार पूरी खत्म है। मार जल्दी लेफ्ट शिवप्रा अरे कोई मोबाइल के छोटा मोबाइल का शिवप्रा बार कुछ पिला मोबाइल मारे दारू उठ करे तो किसी है तो लाइट फाइट कुछ नहीं कौन है? अरे हे पूरी तो जाइए बोले ऐसा इलेक्ट्रिकल ठीक टाइम में फोन उठे
ବସ ଯାଇକି ପୁନାକୁ ଡାକି ଆସ ହଉ ଆରେ କୁନା ଏ କୁନା କୁନି ଆରେ ମୁନା ଭାଇ ତମେ ସକାଳୁ ସକାଳୁ କୁଆଡେ? ଆରେ କଣ ସେ ସୁମିତ୍ରା ସେମିତି ପିଲା ସେମିତି ତାକୁ ସବୁବେଳେ ମନା କରୁଛି ମୋବାଇଲ ପାଇଁ ନା ସେ କି ପିଲା ଖାଉଛି ମାଲମାର ଘର ଘରେ ପଡିକି ପୁରା ଫାଟି ଯାଇଛି ଘର କାହା କଥା କହୁଛ କି? ଆରେ ଆମ ଛୁଆ କଥା ବା ଆରେ ମୋ ଗାଧୁଆ ଆରେ ମୁନା ସକାଳୁ ସକାଳୁ ଆଜି ଆସିଥିଲେ ତୁ କୁଆଡେ ଆମ ଘରେ ଆରେ କଣ କହିବି କହିଲୁ ମୋବାଇଲ ଧରି ଖେଳୁଛି କଣ ହେଇଛି ତମର ଲାଇନ ଫାଇନ ସବୁ ଯାଇଛି ତୁ ତ ଆମର ପ୍ଲାଣ୍ଟରେ କାମ କରୁଛି ତୁ ଟିକେ ଆମ ଜାଣିଥିବୁ ସେଥିପାଇଁ ତୋ ପାଖକୁ ଆସିଲା ଆଉ ଟିକେ ଯିବୁ ଟିକେ ଦେଖି ଦେଇ ଆସିବୁ ଏଇ ଗୋଟେ କଥା ତୋର ଘରେ ଲାଇନ କରିଯାଇଛି ତୁ ବ୍ୟସ୍ତ ନାହିଁ ହଉଛୁ ମୁଁ ଏଇ ଯିବି ସାଙ୍ଗେ ସାଙ୍ଗେ 30 ସେକେଣ୍ଡ ଭିତରେ କରିଦେଇ ଆସିବି ଟିକେ ରୁହ। କଣ What? ଯିଏ ଶୁଣୁଛୁ କଣ ମୋବାଇଲରେ ଚାର୍ଜ ବସେଇ ଗେମ୍ ଖେଳୁଥିଲା ତାର ବ୍ଲାଷ୍ଟ ହେଇଛି ମୁଁ ଯୋଉଠି ତାର ଭାଇ ଇଲେକ୍ଟ୍ରିକ୍ ସଜାଡିକି ଆସିବି ଆରେ ଆଜି କୋଉ ଦିନ ଜାଣିଛୁ ତ? ଆଉ ରାକ୍ଷୀ ପୁନେଇ ତ ଗରିବ ବା ଫୋନ କର ଆଉ ତୁ କୁଆଡେ ଯିବୁ କୁଆଡେ ନା ରାକ୍ଷୀ ବାନ୍ଧିକି ତୁ ଯିବୁ? ଶୁଣୁଛନ୍ତି ନା ତୁ ଆଖିରେ କଣ ମରାଏ କଣ୍ଟା ମରାଏ ତୁ ଦେଖୁଛୁ ତା ଆରେ ଘରକୁ ଦେଖିଲୁ ଯିବି। ତୁ ଥରେ ଆଉ ଥରେ ଚିଡ଼ିଲୁ ମୋ ଉପରେ। ଗୋଟେ ନିକୃଷ୍ଟ ଡାକିବୁ ନା ତା ଯେମିତି ଯାଇପାରିବୁ ତୁ ବ୍ୟସ୍ତ ହ ନା ମୁଁ ସାଙ୍ଗେ ସାଙ୍ଗେ ଗଲି ତା ସାଙ୍ଗରେ ସାଙ୍ଗେ ସାଙ୍ଗେ ତୁ ଚାଲ ଭାଇ ଆରେ ଜଲ୍ଦି ଆସିବୁ ରେ। ଗଲି ଆସିବି ତୁ ବ୍ୟସ୍ତ ହ ନା ଚାଲ କୋଉଠି କଣ ହେଇଛି କହିଲୁ? ଏଇଠି ବସିକି ଖେଳୁଥିଲା ଆଚ୍ଛା ମୋବାଇଲଟା କଣ ଧର 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 ହେଲା ହଁ। ଆଉ ସୁମିତ୍ରା ତା କଥା ସିଏ ତ ରିଲ୍ସ ନାହିଁ ସିଏ ତାର ବସିକି ଏମିତି କରୁଛି କଣ ହେଇଛି ଏଇଠି 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 ହେଇଗଲା ଏଇଠି ଖାଇବା ମୋର ଏଇଠି ଖୋଲା ପଡି ଯାଇଛି ଏଠି ଟୋଟାଲ ଘର ଉଡି ଯାଇଛି ଏଇ ଗୋଟେ କଥା ତୁ ବ୍ୟସ୍ତ କାଇଁ ହଉଛୁ ସାଙ୍ଗେ ସାଙ୍ଗେ ଲଗେଇ ଗୋଟେ ଘର ଆମ ସହିତ ଆମ ସତରେ ହଁ କି ସାଙ୍ଗେ ସାଙ୍ଗେ ରହ ତୋର ଗ୍ଲୋଭ୍ସ ନାହିଁ ସୁ ନାହିଁ ଟୁଲ୍ସ ନାହିଁ କିଛି ନାହିଁ ଜମାରୁ ଓ ହଁ ବାପା ତୁ ସେ ପାଠ ପଢ ଆମେ ସିନା ପ୍ଲାଣ୍ଟର ସେଫ୍ଟି ଅଫିସର ଇଞ୍ଜିନିୟରକୁ ଡରିକି ଆମେ ସବୁ ସବୁ ପିନ୍ଧୁଛୁ ତୋ ଘରେ କିଏ ରଖିବ କହିଲୁ ଆମେ ସିନା ଆମେ ତ ପ୍ଲାଣ୍ଟରେ ଛୁଟି ପିନ୍ଧୁଛୁ ଆମେ କଣ ଆମ ମନ ଭିତରେ ପିନ୍ଧୁଛୁ ଏ ତ ଗରମ ହଉଛି ହାତରେ ଗ୍ଲୋଭ୍ ସବୁ ଝାଳ ହେଇଯାଉଛି ଏପଟେ ତ ସେଫ୍ଟିର ନୀଳ ଦୀପିବାର ନାହାନ୍ତି ଆସିବେ ଖାଲି ପଇସା କାଢ଼ିବେ ମେମ୍ବର ଦେଇକି ପଳେଇବେ ଆମେ ତାଙ୍କୁ ଡରିକି ଖାଲି ନାଇଁ ବାପା ଶୁଣେ ପ୍ଲାଣ୍ଟରେ ବି ଭୋଲ୍ଟେଜ ଏଇଠି ବି ଭୋଲ୍ଟେଜ ଘରେ ବି ଟୁଟା ଦିଅ ମିଳୁଛି ବର୍ଷ ବର୍ଷ ଲାଗି ପ୍ଲାଣ୍ଟରେ କାମ କରୁଛି କିଛି ହେଇନି କିଛି ହବନି ଭାଇ ନା ତୁ ଚାଲ ଯେହେତୁ ଶକ୍ତିମାନ ହେଲା ଆଉ ସୁପରମ୍ୟାନ ମୁଁ ଆଇରନ୍ ମ୍ୟାନ ଓହୋ କାଟି ଯୁଗରୁ ଛିଡ଼ା ଟିକେ ଟିକେ ଡିଷ୍ଟର୍ବ ହେଇଗଲାଣି ତ କିଛି ସାଥି ନାହିଁ ଚଢିବୁ ତୁ ତ ଛିଡ଼ା ଆଉ ତ ସେ ବସେଇବୁ ଛୁଟ କିଛି କିଛି ଆରେ କିଛି ଆକୁ ଟିକେ ବୁଝା ଆରେ ମୁନା ଭାଇ ଆଉ କିଛି ଶୁଣ ଏଟା ଆମର ଖେଳୁଥିଲା କଣ ଗୋଟେ ହେଲା ତାକୁ କାଲି ଶୁଣିବି କହିଲା ମୋ ଦାନ୍ତରେ ଛିଡ଼ି ପକେଇବି ମତେ କଣ ତୁ ବ୍ୟସ୍ତ ହନା କିଛି ହେଇନି ନାଇଁ କହୁଛି ଆଇଲି ନା ମୁଁ ମାଙ୍କଡ଼ ନା ମୁଁ ଶୈଳ ନା ଚୁପ୍ ଚୁପ୍ ପାଟି ଆରେ ମତେ କହିବାକୁ ଦିଅ। ଭାଇ ତୋର କିଛି ହେଇନି ତ? ମୋର କିଛି ହେଇନି କାହିଁ ସେ ଟିକେ ବାପା ହେଇଛି କଣ ଆସିଲ ଦେଖିବ। କାହିଁକି ଘରଟାରେ ଏତେ ବଡ଼ ପାଟି ମଉସା ମଉସା ଇଏ କଣ କହିଲ ଘରକୁ କହିଥିଲି ମତେ କହିଲା ଆଉ ଏଇଟା ମୁଁ ସାଙ୍ଗେ ସାଙ୍ଗେ କରିଦେବି ଏଟା ଛିଡ଼େଇଦେବି ରାମକୁ କହୁଛୁ ମୁଁ ପ୍ଲାଣ୍ଟ ଲାଇନ ରାସ୍ତିକୁ କହୁଛି ଏବେ ବଡ଼ ଲାଗିଛି ବଡ଼ ଲାଗିଛି আমরা আপনার অবস্থা কম করে বলল তো বুঝুন লাগিল বাবা সেদিনের সেই অতীত ঘটনার মনে পড়ে গেলে তোমার মনে পুরোটা কম হয়ে যায় চেষ্টা বুঝাচ্ছে মনে করে সেই ফুল ফলাই আমার মাটা হারাই তো জানি গেল এ বুড়া মাটাকে পুরো শান্তিরে রখাই না বলল ଓହୋ ବାପା তুমি କଣ ପାଇଁ ଏତେ ବ୍ୟସ୍ତ ହଉଛ କହିଲ? ଭାଇ କହୁଛୁ ମୋର କିଛି ହେଇନି। Sorry.
ହଉରେ ମା ତୁମ ମନକୁ ଯେତେ ବୁଝିଲାଣି ସିଏ ଟିକେ ତମ ବାପା ତାଙ୍କ ସହ ବ୍ୟସ୍ତ ହବ ନା କିଛି ହେଇନି ହେଲା ତମ ଜନ୍ମ ବ୍ୟସ୍ତ ହବ ନା ଶୁଣ ଯାହା ତ ହେଲା ସକାଳୁ ଆଜି ରାକ୍ଷୀ ପୂର୍ଣ୍ଣିମା ମୋ ବାପାଟା ତମର କାନ୍ଦ ନା ହେଲା ମୁଁ ଯାଉଛି ଏବେ ପ୍ଲାଣ୍ଟକୁ ଯିବି ମୋର ଡେରି ହେଇଗଲାଣି ପୁଣି ଯିବୁ ପାରେ ଆରେ ପ୍ଲାଣ୍ଟ ମୋର ଦୁନିଆ କାମ ଦୁନିଆ କାମ 8ଟା ବାଜିଲାଣି ମୁଁ ଯାଉଛି ହେଲା ତୁ ଶୁଣୁ ମୁଁ ଯାଉଛି ଆସିଲେ ରାକ୍ଷୀ ବାନ୍ଧିବି ପ୍ଲାଣ୍ଟକୁ ଯାଉଛି ଆସିଲେ ରାକ୍ଷୀ ବାନ୍ଧିବି ମୁଁ ଯାଉଛି ଓହୋ ବାପା ତାକୁ ଟିକେ ବୁଝେଇଲ ସେ କଣ ପାଇଁ ରାକ୍ଷୀ ବାନ୍ଧୁଛି କହିଲ ଅଳି କରୁଛୁ ବାପା ତମେ କଣ ଜାଣିନ ପହଞ୍ଚ ଯଦି ଡେରି ହବ ତାହେଲେ HR ମ୍ୟାନେଜର କେତେ କଥା ଶୁଣିଲେ ମତେ ତମେ ଜମା ବ୍ୟସ୍ତ ହବ ନା ମୁଁ ଗଲି ଆସିବେ ଏତେ ଟିକେ ରହ ତ ରାକ୍ଷୀ ବାନ୍ଧିକି ଯିବୁ ଶୁଣୁ ତୋ ପାଇଁ ଟିକିରି ମାର୍କେଟ ଆଇଲା ଶୁଣୁ ନୂଆ ଡ୍ରେସ ପାଉଁଜି ମୋର ସୁନା ଫୋନ ସବୁ ଆଣିକି ଆସି ମୁଁ ଜମା ଜମା ଶୁଣିବିନି କହିଲି ପରା ବାପା ଆଉ ଗୋଟେ ଜିନିଷ ଶୁଣୁ ତୁ ଜମା ମନ୍ଦିର କହନା ମୁଁ ଏଇ ଗଲି ଆସିବି ବ୍ୟସ୍ତ ହନା ଯାଉଛି ଆସୁଛି ବ୍ୟସ୍ତ ହେଲା ଭାଇ ଆରେ ଏ ଭାଇ କଣ ହେଲା ଶୁଣିଲୁ ଟିକେ କଣ ହେଲା ଆଉ ତୁ ଯାଉଛୁ ତୁ ମିଠା ଟିକେ ଖାଇକି ଯାଉନୁ ଆରେ ଶୁଣୁ ଆର ବର୍ଷ ସେ ପ୍ରତି ପଟ୍ଟନାୟକ ଶୁଖିଲା ମିଠା ନେଇ ଆସିଥିଲୁ ଏଥର ସେମିତି ଆଣିଲ ତ ନାଇଁ ଭାଇ ମତେ କହିଥିଲେ ଦୁଇ ଭଲ ରସଗୋଲା ଆଣିବାକୁ ଆଣିଛୁ ତ ହଁ ହଁ ବାପା ମତେ କାଲି ଟଙ୍କା ଦେଇଥିଲେ ନା ମୁଁ ସେ ଟଙ୍କାରେ ଖାଇଛି ଡେରି ହେଲାଣି ସାଡେ ତୁ ମୁଁ ଯାଉଛି ଆସିଲେ ହଉ ହଉ ରାଖି ଠିକ ଅଛି ତମେ ଦେଖ ସେ ଆର ପାରିଲେ ଭାଇ ଦେଖ ମୋ ଛୁଆ ପିଲା ସଂସାର ନେଇ କେମିତି ଭଲରେ ଅଛି ସଦାବେଳେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଓ ଛୁଆ ପିଲା ଦିଟା ଭଲରେ ଭଲ କାମ କରି ଭଲରେ ରୁହନ୍ତୁ ଏଇ ମୋର ପ୍ରାର୍ଥନା। ଆରେ ରାମୁ ଭାଇ ଭଲ ଅଛ ଆରେ କାଳିଆ ଭାଇ ଭଲ ହଉ ଆସିଲ ତ ଆଉ ଆଜି କଣ ରାକ୍ଷୀ ପୂର୍ଣ୍ଣିମା ରାକ୍ଷୀ ବାନ୍ଧିଛ ହଁ ବାନ୍ଧିକି ବା ରାକ୍ଷୀ ବାନ୍ଧିଛି ହଁ, ହଁ। ପିଠା ଖାଇଲି ଭଉଣୀଟା ସକାଳୁ ପୂଜା ପାଠ କରି ରାକ୍ଷୀ ବାନ୍ଧିଛି ଆଉ ରାହୁଲ ଭାଇଟା କାଇଁ କଣ ଦେଖା ଯାଉନାହାନ୍ତି ତମେ ବି ତ ରାକ୍ଷୀ ବାନ୍ଧିଛ ଏଇ କଣ ମୋବାଇଲ ରାକ୍ଷୀ ବାନ୍ଧିଛି ହଉ ହଉ ଆଉ ରାହୁଲ ଭାଇ କଣ ଦେଖା ଯାଉନାହାନ୍ତି କେ ଜାଣେ ଆସୁଥିବେ ଆଉ ହଉ ତାଙ୍କେ ଆସିବା ପୂର୍ବରୁ ଆମେ ଟିକେ ପିପି ଗୁଡାକ ସାଇଜ କରିଦେବା ଆରେ ପଳେଇ ଆସିଲ ସାର୍ ଗୁଡ୍ ମର୍ଣ୍ଣିଂ ସାର୍ ସବୁ କଣ ରାକ୍ଷୀ ବାନ୍ଧିଛ ହଁ ସାର୍ ଆଜି ପୁରା ରାକ୍ଷୀ ପୂର୍ଣ୍ଣିମା ଆଚ୍ଛା ଆଚ୍ଛା ହଉ ଭଲ ଦିନଟା ମୁଁ ତ ବାନ୍ଧିବି ଗଲେ ବାନ୍ଧିବି ଆଉ ଠିକ୍ ଠାକ୍ କାମ କରି ଅଛୁ ଦି ଜଣ ଆଉ କଣ କହିଥିଲି ଆପଣ ରହିବାକୁ ଭାଇ ନାହିଁ ହଁ ଗୁଡ୍ ମର୍ଣ୍ଣିଂ ସାର୍ କଣ ଟିଫିନ କରୁଥିଲେ ସାର୍ ଟିକେ ଲେଟ୍ ପୁଣିଟା ତ ଟିକେ ଲେଟ୍ ହେଇଗଲା ଲେଟ୍ ହେଇଗଲା ଯେ କିନ୍ତୁ ସୁରକ୍ଷିତ କାମ କରିକି ଯିବାର ଅଛି ଆଜ୍ଞା ଆଜ୍ଞା କାରଣ ଘରୁ ଯେମିତି ଆସିଛେ ଆଜ୍ଞା। ଆମେ ଘରକୁ ସେମିତି ଯିବା ଆଜ୍ଞା ଆଘାତ ପାଇଲେ ସମସ୍ତେ ଆଘାତ ପାଇବା ଆଜ୍ଞା। ସେଥିପାଇଁ 5ଟା ଆଇସୋଲେସନ ଆସିଛି ବେଶୀ କିଛି ବଡ କାମ ନାହିଁ ଆଜ୍ଞା। ଆଉ ଆଇସୋଲେସନ କରିବା ପାଇଁ ପ୍ରୋସିଜର ତମେ ସବୁ ଜାଣିଛ ଆଜ୍ଞା, ଆଜ୍ଞା। ଆଉ ଥରେ ଆମେ ତାକୁ ମନେ ପକେଇଦବା ଆଜ୍ଞା ଦେଖ ପରମିଟ୍ ମିଳିଛି ଆଜ୍ଞା ଯେ ଆମର ଆଇସୋଲେସନ ପାଇଁ ଟ୍ୟାଗ ନବ ଟ୍ୟାଗ ଅନୁସାରେ ପ୍ୟାନେଲକୁ ଦେଖିବ ଟ୍ୟାଗ ନମ୍ବରକୁ ମିଶେଇବ ଟିକେ ବି କ'ଣ ଡାଉଟ୍ ଲାଗିଲେ ମୋତେ ସାଙ୍ଗେ ସାଙ୍ଗେ ଜଣେଇବ ମୁଁ ଆଜ୍ଞା, ପାଖରେ ସାର୍। ରହିବି ଆଉ ଦେଖିବ ସେ ଆଇସୋଲେସନ ସେଠି ପ୍ୟାନେଲ ଚାଲିଛି ନା ନାହିଁ ସେଠି ତାର ଇଣ୍ଡିକେସନ ଲାଇଟ୍ ଦେଖିବ ସେଠି ଭୋଲ୍ଟେଜ ଜିରୋ ଅଛି ନା ନାହିଁ ଦେଖିବ ଦେଖିଲା ପରେ ତମେ କ'ଣ କରିବ ଇମର୍ଜେନ୍ସି ସୁଇଚକୁ ଆଉ ଥରେ ପ୍ରେସ୍ ଡାଉନ୍ କରିବ ମୋତେ ଆମେ ଡବଲ ଏନସିଓର ଦେବ ଯଦି ଆଜ୍ଞା। ଏଠି କିଛି ଡିଫରେଣ୍ଟ ଲାଗିଲା ତାପରେ ଆମେ ଆଉ ଥରେ ଚେକ୍ କରିନେବା ଆଉ ଯଦି କୌଣସି ପ୍ରକାର ଅସୁବିଧା ହେଲା ତାହେଲେ ମୋତେ ଜଣେଇବେ ଆଉ ତା ସହିତ SFU ହ୍ୟାଣ୍ଡେଲ ବି ଆମେ କ୍ଲୋଜ୍ କରିବା ସବୁଠୁ ବଡ଼ କଥା ହେଲା ଶେଷ ଜିନିଷ କିନ୍ତୁ ବଡ଼ ଜିନିଷ ହେଲା ପିପି କୌଣସି ପ୍ରକାର ପିପିରେ ଆମର କୌଣସି ଖିଲାପ ନ ହୁଏ ଫେସ୍ ସୁଟ୍ ଆକ୍ଲା ସୁଟ୍ ଲେଦର ହ୍ୟାଣ୍ଡ ଗ୍ଲୋଭ୍ସ HT ହଉ LT ହଉ ରେଟିଂର ଅନୁସାରେ କାମ କରିବେ ଆଉ ରେସ୍କ୍ୟୁ କିଟ୍ ଅଛି ଠିକ ହେଲା ତାକୁ ଦେଖିକି କାମ କରିବେ କୌଣସି ପ୍ରକାର ବ୍ୟତିବ୍ୟସ୍ତ ଆଜ୍ଞା ଆଜ୍ଞା ସାର୍ ଆପଣ ବ୍ୟସ୍ତ ହୁଅନ୍ତୁନି ଦେଖ ରାକ୍ଷୀ ପୂର୍ଣ୍ଣମୀ ବ୍ୟସ୍ତ ହୁଅନି ଘରେ ଯେମିତି ସମସ୍ତେ ସୁରକ୍ଷିତ ଅଛନ୍ତି ତମେ ସେମିତି ରୁହ। ଆଜ୍ଞା ଆଜ୍ଞା ଆପଣ ଆସନ୍ତୁ ଆମେ କରିଦେବୁ ଆସୁଛି। ଆଜ୍ଞା ଆଜ୍ଞା ଆଉ ଶୁଣ ଭାଇ ଆରେ କଣ ତମେ ଆଜି ରାକ୍ଷୀ ବାନ୍ଧି ଯାଇଛ କାଇଁ ତମ ଖାଲି ତ କନ କନ ଆଉ ମୁଁ ତ ବାନ୍ଧିଲି ସନ୍ଧ୍ୟାବେଳେ ବାନ୍ଧି ହଉ ଛାଡ଼ କଣ କାମ ଅଛି କହିଗଲେ କଣ ତମାନେ ଏସବୁ ପିନ୍ଧୁଛ କେମିତି ଗରମ ହଉନି ତମକୁ ବହୁତ ଗରମ ଲାଗୁଛି କିନ୍ତୁ ସେଫ୍ଟି ତ ଭଲ କରିବାକୁ ପଡ଼ିବ କିଛି ସେଫ୍ଟି 10 ବର୍ଷ ଲାଗି କାମ କର ସେଫ୍ଟି କଣ କି ଦେଖିଲି ସେଫ୍ଟି ଏଇ ଅଫିସର 10 ବର୍ଷର କଣ ହେଲା ନିଜ ତୁ ଗୋଟେ କାମ କର ସେପଟେ ଦେଖିଥା ଜଗୁଥା ସେଫ୍ଟି ଅଫିସର ଯଦି କିଏ ଆସିଲେ ମତେ କହିବୁ ବାହାରେ ଥା କଣ କାମ ହଉଛି କହିବୁ ଆଇସୋଲେସନ ପଇସା ଦେଇଛନ୍ତି ସେ କିଛି ଲୋଟ ଫୋଟ କିଛି ପକାନା ଯାହା ଦେଇଛନ୍ତି ଜଲ୍ଦି ଯୋଡ଼ି ଯାଡ଼ି ମୁଁ ଯିବି ଆଜି ଡେରି ହଉଛି ମୋର ନାଇଁ ଭାଇ ଏମିତି କୁହନି ସେଫ୍ଟି ଏ ଗରମ ହଉନି ପିନ୍ଧିଛୁ ଖୋଲଦେ ନାଇଁ ଭାଇ ଭଲନି ସିନିୟର କିଏ ମୁଁ ନା ତୁ ଚୁପ୍ ପାଟି ଚୁପ୍ କରିବ
କେତେ ଗରମ ଏଇଟା ପିନ୍ଧୁଛନ୍ତି ୟାକୁ ପିନ୍ଧିବିନି ମୁଣ୍ଡ ସେଫ୍ଟି ଟୋଟାଲ ମାନିବନି ତ କିଛି କିଛି ସେଫ୍ଟି ଆରେ ସାର୍ ଏବେ ନାମ କରି କଥା ଆମେ ସିନା କାମ କରିବାକୁ ସେଫ୍ଟି ଅନୁସାରେ ସବୁ ପ୍ଲାଣ୍ଟରେ ଅଛନ୍ତି ଆମେ ଯଦି କାମ ନ କରିବା ସେଫ୍ଟି ଅନୁସାରେ କାମ କ'ଣ ଏଇ ଭଗବାନ କିଛି କିଛି କ'ଣ କୋଉଠି କ'ଣ ଅଛି କହିଲି ତୁ ରଖିଥା କୋଉଠି ହବ ଏଇ ବ୍ୟାନର କହୁଛି ତୁ ବିରିଗେଟ୍ ତାଳି ମାରୁଥା କିଛି କିଛି ଆରେ କିଛି ନାହିଁ ତୋର କୋଉଠି 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 ହବ କାମ ମତେ କହ ସାର୍ କ'ଣ କହିଲେ ଏଇଠି ମୁଁ କରୁଛି ତୋର ଧୈର୍ଯ୍ୟ ଧର। ଭାଇ ମୁଁ କଣ କରିବି ଯାହା ବି କଲେ ମାନ କରିବି हेलो हेलो आम्बुलांस करूँगी उत्तर ये आप 9 नंबर सबस्टेशन फाइनाल जो कम करते जोर से सक लगे आप जल्दी आस हाँ रखुच ଅଧା ମହିଳାଙ୍କ ରକ୍ତହୀନତା ଧାନ ସବୁ ବିଲରେ ଗଲା ଏ ବର୍ଷ ସ୍ୱଳ୍ପ ବର୍ଷା କଣ କରିବା ବାପା କଣ ହେଲା ମା ଭାଇ ଆସିନାହିଁ ବାପା ବ୍ୟସ୍ତ ହେଉଛୁ କାହିଁକି ଭାଇ ଫ୍ୟାକ୍ଟ୍ରି କି ଯାଇଛି ତା କାମ ଦାମ ସାରିକି ଆସିବ ତ କମ୍ପାନୀ କଥା ମନ ଇଚ୍ଛା କଣ ଯାଇକି ମନ ଇଚ୍ଛା ଆସିପାରିବ ଡ୍ୟୁଟି ଟାଇମ୍ ଗୋଟେ ଅଛି ନା କଥା ନାହିଁ ଯେ ବାପା ବହୁତ ଲେଟ୍ ହେଲାଣି ତ ଭାଇ ଆସିଲେ ତୁ ରାତି ବାନ୍ଧିବି ହେଲା ମା ଚଗଲାଟା ଆସୁଥିବ ରାସ୍ତାରେ ଦେଖେ ରାସ୍ତାଘାଟ ଦେଖେ ଆସୁଥିବ ଏ ଘର ବାହାରିକି ଦେଖେ ଆସୁଥିବ ଏବେ ଭାଇଟା ଆସିଲାଣି ହେଲେ ବି ମୋ ଭାଇ ଗୋଟିଏ ମୋ ଭାଇ ତ ଆଉ କେହି ନାହାନ୍ତି କଣ ପାଇଁ ଭାଇ ମୋର ଏତେ ଲେଟ୍ କଲା କିଛି ବୁଝିପାରୁନି ବାପା କଣ ହେଲା ରେ ମା ମୋ ମନଟା କେମିତି ଲାଗୁଛି ବାପା ଆରେ ଆସିଛି ମୁଁ ଟିକେ ପଳେଇ ଆସିଲି ଆରେ ଏ ବାବୁ ଏ ଶୁଣ କଣ ହେଇଛି କଣ କୁନି ଆସୁଛି କଣ କଣ ହେଇଛି କଣ ଆରେ ନାଇଁ ଆସୁଛି କିଛି ନାହିଁ ଇଏ ପ୍ଲାଣ୍ଟରୁ ତାଙ୍କ ଇଞ୍ଜିନିୟର କଲ୍ କରିଥିଲେ ପୁନାକୁ ମେଡିକାଲ ଯାଇଥିଲେ କଣ ହେଇଛି ମେଡିକାଲ କାହିଁକି ନେଇକି ଯାଇଛନ୍ତି ମୋ ଭାଇ କଣ ହେଇଛି ମତେ କଲ୍ ଆସିଲା ଆରେ ହଁ ବାବା ତତେ କଲ୍ ଆସିଥିଲା କଣ ହେଇଛି ଟିକେ କହ ଆଉ କହିଲେ ପୁନାର କଣ ହେଇଛି ଭାଇ ମୋ ଭାଇ କଣ ହେଇଛି ପୁନାର ଆରେ କହୁନୁ ବାବା ପୁନାର କଣ ହଉଛୁ ମୁଁ କିଛି ବୁଝିପାରୁନି ପୁନାର ହାତ ଦିଟା କହିଛୁ ବାପୁର ଫେଷ୍ଟ ପୁନା রাখি পরে হাসিরা জীবন
সোনা সংসার আজি କିଏ ଜାଣିଥିଲା ହଜିଯିବ ସୁଖ ବଞ୍ଚିବି ତୋ ପାଇଁ ମରିବି ତୋ ପାଇଁ ସାହା ଦେବି ତୋ ସୁନା ଜୀବନ सब लोगों ने ये लगता है आपने इसको जागरूकता लाने के लिए हमारा एक छोटा सा प्रयास था। आपने देखा कि पीपी का सही इस्तेमाल ना करते हुए और सबसे बड़ा है जो कि इंसिडेंट रेट का सबसे बड़ा जो रेटिंग है वो है ओवर कॉन्फिडेंस। ओवर कॉन्फिडेंस की वजह से आपने देखा कि इंसिडेंट हुआ। तो सबसे ये विनती है, चाहे आपको कोई देखे या ना देखे, अपनी आँख को देखिए और सुरक्षित रहिए। धन्यवाद। সুরক্ষারে কলে কামটি বলে হুমতি হসিব আমার সংসারটি বলে